ଆଉ ମାତ୍ର କିଛି ଦିନ ବାକି ରହିଲା ତୁଳା ରାଶିଙ୍କ ପାଇଁ ଗୋଲ୍ଡେନ୍ ଟାଇମ୍ ଆରମ୍ଭ ହେଉଛି 18 ମେ 2025କୁ। ମାତ୍ର 1.5 ବର୍ଷ ପାଇଁ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ। ଏଇ 1.5 ବର୍ଷ ଭିତରେ ସେ ତାଙ୍କ ଜୀବନରେ ସବୁ କିଛି କରିପାରିବେ। ବହୁତ କିଛି ବଦଳିଯିବ ତାଙ୍କ ଜୀବନ। ଆଉ ଏହି 1.5 ବର୍ଷ ଭିତରେ ଅଦ୍ଭୁତ ସଫଳତା ହାସଲ କରିବେ ତୁଳା ରାଶି ବ୍ୟକ୍ତିବିଶେଷ। ବହୁତ କିଛି ବଦଳିଯିବ। ତ କ'ଣ ସବୁ ବଦଳିବ ଏହି 1.5 ବର୍ଷ ଭିତରେ? ତ ଦେଖନ୍ତୁ, ତୁଳା ରାଶିଙ୍କର ବ୍ୟକ୍ତିବିଶେଷଙ୍କର ଭାଗ୍ୟ ରୂପାନ୍ତରିତ ହେବ। ଆପଣଙ୍କର ଇନକମ୍ ପ୍ରଭାବିତ ହେବ, ଆପଣଙ୍କର ସ୍ୱାସ୍ଥ୍ୟ ପ୍ରଭାବିତ ହେବ। ଆଉ ସେହି ତୁଳା ରାଶି ବ୍ୟକ୍ତି ବିଶେଷ କରି କ'ଣ ରହିବ, ତା ଭିତରେ କିଛି ଖରାପ ରହିବ ଏବଂ କିଛି ଭଲ ରହିବ। ତେବେ ଆସନ୍ତୁ ପ୍ରଥମେ ଆମେ ଖରାପ କ'ଣ ରହିବ ମାନେ ନେଗେଟିଭ କଥା ଜାଣିବା। ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି, କୌଣସି ବିଦ୍ୟା ପାଇଁ ନିଜକୁ ପ୍ରିପେୟାର କରୁଛନ୍ତି, ଯେପରିକି ଉଚ୍ଚ ଶିକ୍ଷା ପାଇଁ ପ୍ରିପେୟାର କରୁଛନ୍ତି, ୟୁପିଏସ୍ ପାଇଁ ପ୍ରିପେୟାର ହେଉଛନ୍ତି, ଜେଇ ପାଇଁ ପ୍ରିପେୟାର ହେଉଛନ୍ତି, ନିଟ୍ ପାଇଁ ପ୍ରିପେୟାର ହେଉଛନ୍ତି, କିମ୍ବା ଆପଣ ଶିକ୍ଷା ଜାତୀୟ ସହ ଯୋଡ଼ା ହେବା ପାଇଁ ଚାହୁଁଛନ୍ତି, ବ୍ୟାଙ୍କିଂ ସେକ୍ଟର ସହ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, କିମ୍ବା ଫାଇନାନ୍ସ ସହ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, ତ ଆପଣ ଟିକେ ଅଧିକ ସତର୍କ ରହିବେ। ଖାସ କରି ବିଦ୍ୟାର୍ଥୀମାନେ ଖୁବ୍ ସାବଧାନତା ସହ ରହିବେ। କ'ଣ ପାଇଁ ସତର୍କ ରହିବେ? କାହିଁକି ନା ରାହୁ ପଞ୍ଚମରେ ଅବସ୍ଥାନ କରିଅଛି। ଆଉ ରାହୁ ଓଭର କନଫିଡେନ୍ସ ବଢ଼ାଇ ଦେଇଥାଏ। ଆପଣ ଯେଉଁ ବି ପାଠ ପଢ଼ା ପାଇଁ ପ୍ରିପେୟାର ହେଉଛନ୍ତି, ଆପଣଙ୍କୁ ଲାଗିବ ଯେ ମୋତେ ତ ସବୁ କିଛି ଆସୁଛି, ତ ଆପଣ ଏହା ଭାବିକି ଆଉ ପଢ଼ିବେ ନାହିଁ। ଯଦି ପଢ଼ିବେ ନାହିଁ ତ ପାସ୍ କରିବେ କିପରି? ଯାହା ବି ଆପଣ ବଡ଼ ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି, ତ ନିଜ ଉପରେ ସବୁବେଳେ ନିର୍ଭରଶୀଳ ହୋଇକି ରହିବେ। ଦ୍ୱିତୀୟ ଜିନିଷ, ଯଦି ଆପଣ କାହା ସହ ରିଲେସନସିପ୍ରେ ଅଛନ୍ତି, ଆପଣଙ୍କ ଭିତରେ ହଠାତ୍ ଅପବ୍ୟବହୃତ ହେବା ହେତୁ ସେହି ସମ୍ପର୍କ ଖରାପ ହେବାକୁ ଲାଗିବ। ଆଉ ତୃତୀୟ ଜିନିଷଟି ହେଉଛି, ଆପଣ ଯଦି ସନ୍ତାନ ପ୍ରାପ୍ତି ପାଇଁ ପ୍ରୟାସ କରୁଛନ୍ତି, ତ ଅନେକ ପ୍ରକାର ବାଧା ଆସିବ, ନିଶ୍ଚିନ୍ତ ରୂପରେ ବାଧା ଆସିବ। କିନ୍ତୁ ଆପଣ ଭୟଭୀତ ନ ହୋଇ ଡକ୍ଟର କନସଲ୍ଟ କରିପାରିବେ ଯଦି କୌଣସି ପ୍ରକାରର ସମସ୍ୟା ଆସିବ। ଚତୁର୍ଥ ଜିନିଷ, ଯଦି ଆପଣଙ୍କ ସନ୍ତାନ ଅଛି ଆଉ ସେହି ସନ୍ତାନ ଯଦି କିଛି ବି ପ୍ରିପେୟାର ହେଉଥାଏ, ଯେପରିକି ବିଦେଶରେ ପାଠ ପଢ଼ିବା ପାଇଁ ବିଦେଶକୁ ଯିବାକୁ ପଡ଼ୁଥାଏ, କିମ୍ବା ଜବ୍ କରିଥାନ୍ତି, କିମ୍ବା ବିବାହ ପାଇଁ ପାତ୍ରୀ ବା ପାତ୍ର ଖୋଜୁଥାନ୍ତି, ଯଦି ଆପଣ ପିତାମାତା ଅଟନ୍ତି, ତ ଆପଣଙ୍କ ପାଇଁ ଏହି 1.5 ବର୍ଷର ସମୟ ବହୁତ ସତର୍କତା ହୋଇଥାଏ। କୌଣସି ନା କୌଣସି ପ୍ରକାର ଭୟଙ୍କର ସ୍ଥିତି ଏହି ଗ୍ରହ କରାଇବ। ବାସ୍ ଏତିକି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଏବେ ଆସନ୍ତୁ ଜାଣିବା କି ତୁଳା ରାଶି ବ୍ୟକ୍ତିବିଶେଷଙ୍କର 1.5 ବର୍ଷ କ'ଣ ସବୁ ଭଲ ହେବ। ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ ଛୋଟିଆ ଅନୁରୋଧଟିଏ, ଯଦି ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସୁଛି, ତେବେ ଭିଡ଼ିଓ ଗୋଟେ ଲାଇକ୍ କରିବେ ଅବଶ୍ୟ। ଆମର ଏହି ଚ୍ୟାନେଲରେ ଯଦି ଆପଣମାନେ ନୂଆ ଆସିଛନ୍ତି, ତେବେ କୃପା କରି ଆମର ଏହି ଚ୍ୟାନେଲକୁ ଜରୁର ସବସ୍କ୍ରାଇବ୍ କରିଦେବେ। ତେବେ ଆସନ୍ତୁ ଜାଣିବା ତୁଳା ରାଶିଙ୍କ ପାଇଁ କ'ଣ ସବୁ ଭଲ ରହିବ। ରାହୁ କୁମ୍ଭ ରାଶିରେ ଅବସ୍ଥାନ କରିଅଛି। ଏବେ ଯେଉଁ ଅନେକ ନେଗେଟିଭ ପକ୍ଷ ଜଣାଇଲୁ, ଏହା ସତ ଅନୁସାରେ ହୋଇଥାଏ। ଯଦି ଆପଣଙ୍କର ଆଚାର ବିଚାର ନାହିଁ, ଆପଣଙ୍କର ଡିସିପ୍ଲିନ୍ ନାହିଁ, ଆପଣଙ୍କ ଜୀବନକୁ ପବନ ଉପରେ ଛାଡ଼ିଦେବେ। ହଁ ଯାହା ହେବ ଦେଖାଯିବ, କିନ୍ତୁ ନା, ଯାହା ହବ ଦେଖାଯିବ ନାହିଁ। ଯାହା ହବ ତାକୁ ଆପଣ ହିଁ ଆପଣଙ୍କୁ କରିବାକୁ ପଡ଼ିବ। ଯାହା ଆପଣ ଚାହିଁବେ ତାହା କରିବେ। ତ ଏହି ଗ୍ରହ ଆପଣଙ୍କୁ ନିଶ୍ଚିତ ରୂପେ ରେଜଲ୍ଟ ଦେବ। ନେଗେଟିଭ କିଛି ବି କରିପାରିବ ନାହିଁ। କିନ୍ତୁ ଏଥିରେ କଥା ଉଠୁଛି ଭାଗ୍ୟର। ତ ଦେଖନ୍ତୁ, ଶନି ରାହୁର କଥା କହିଥାଏ, କାହିଁକି ନା ରାହୁ ପଞ୍ଚମରେ ବସିଅଛି। ତ ରାହୁ କୌଣସି ବଡ଼ ଆକାର ପିଣ୍ଡ ନୁହେଁ, ରାହୁ ଏକ ଛାୟା ଗ୍ରହ ଅଟେ। ଆଉ ସେହି ଛାୟା ଆପଣଙ୍କର ମୋମେଣ୍ଟ ଉପରେ ନିର୍ଭର କରିଥାଏ। ଆପଣଙ୍କର ଯେଉଁ ମୋମେଣ୍ଟ ହେବ, ସେହି ଛାୟା ସିଆଡ଼େ ଯିବ। ଆଉ ରାହୁ କୁମ୍ଭ ରାଶି ଉପରେ ବସିଅଛି। କୁମ୍ଭ ରାଶି ରାହୁ ଅଟେ। ଶନି ଯେପରି ଫଳ ଦେବ, ରାହୁ ବି ଠିକ୍ ସେଇ ହିଁ ଫଳ ଦେବ। ଯେପରିକି ଶନି ଓ ରାହୁ ଦୁଇ ଜଣ ମିଶିକି ଫଳ ଦେବେ। ତ ଏହି ଦୁଇଟି ଗ୍ରହ ମଜବୁତ ହେବା ନିହାତି ଜରୁରୀ ହୋଇଥାଏ। ଆଉ ଏହି ଦୁଇ ଗ୍ରହ, ଜଣେ ପାପୀ ଆଉ ଜଣେ କ୍ରୋଧୀ। ଆଉ କ୍ରୋଧ ଓ ପାପୀ ଗ୍ରହ ଦୁଇ ଜଣ ଯେବେ ମିଶିଯିବେ, ତ ଏହା ବୁଝି ନିଅନ୍ତୁ, ତ ଏହା କ'ଣ ହେବ। ଯଦି ଦୁଷ୍ଟ ବ୍ୟକ୍ତି
କେହି ଥାଆନ୍ତି ତ ସବୁଠୁ ପ୍ରଥମେ ତାଙ୍କୁ ନମସ୍କାର କରିବା ଉଚିତ। ଆଉ ସେହି ଦୁଷ୍ଟ ବ୍ୟକ୍ତି ଖୁସିରେ ନାଚି ଉଠିବେ, ଆନନ୍ଦିତ ହୋଇ ଉଠିବେ କି ମୋତେ ନମସ୍କାର ମିଳିଗଲା। ଯଦି ଆପଣ ନମସ୍କାର କରିବେ ନାହିଁ, ମୁହଁ ଫୁଲାଇକି ବସିବେ, ତ କ'ଣ ହେବ ନା ସେହି ଦୁଷ୍ଟ ବ୍ୟକ୍ତି ବାର ବାର ଆପଣଙ୍କୁ ଆଘାତ ପରେ ଆଘାତ ଦେବ, ବାଧା ସୃଷ୍ଟି କରିବ, ଆପଣଙ୍କ ଟର୍ଚର ପରେ ଟର୍ଚର କରି ଚାଲିବ। ତ ରାହୁ ଓ ଶନିଙ୍କ ସମ୍ବନ୍ଧିତ ଉପାୟ କରିଦେବେ। ରାହୁ ଓ ଶନିଙ୍କ ସମ୍ବନ୍ଧିତ ଯେଉଁ ବ୍ୟବହାର ଆପଣ କରିବେ ନାହିଁ, ଯେଉଁ ବ୍ୟବହାର କେବେ ଅପବ୍ୟବହାର ହେବ ନାହିଁ, ତ ସେହି ବ୍ୟବହାରକୁ ଆପଣଙ୍କ ଜୀବନରେ ଆପଣେଇବେ। ଯେପରିକି ଆପଣ ତାମସିକ ଭୋଜନ କରିବେ ନାହିଁ, ଅଧିକ ମିଛ କହିବେ ନାହିଁ, ଆଳସ ବି ଅଧିକ କରିବେ ନାହିଁ, ପ୍ରତିଦିନ ଲାଇଫରେ ଡିସିପ୍ଲିନ୍ ରଖିବେ, ସିଗାରେଟ୍ ମଦ ଇତ୍ୟାଦି ନେଗେଟିଭ୍ ଜିନିଷଠାରୁ ଦୂରେଇ ରହିବେ, ଆଚାର ବିଚାର ସଂସ୍କାରକୁ ଭଲ ରଖିବେ। ଯଦି ଆପଣ ଏତିକି କରିଦେବେ ତ ଏହା ଭାଗ୍ୟ ଆପଣଙ୍କର ଉଦୟ ହେବ। କାହିଁକି ନା ଏଠି ଭାଗ୍ୟ ଉପରେ ହିଁ ଦୃଷ୍ଟି ଆସୁଛି, ଆଉ ଗୁରୁର ଦୃଷ୍ଟି ବି ରାହୁ ଉପରେ। ତ କିଛି ବି ଦୁର୍ବ୍ୟବହାର କରିବେ ନାହିଁ। ଚାହିଁଲେ ବି ଏହି ରାହୁ କିଛି କରିପାରିବ ନାହିଁ, କାହିଁକି ନା ଗୁରୁ ନିୟନ୍ତ୍ରଣ କରାଇଥାଏ ରାହୁକୁ। ରାହୁ ଯେତେବେଳେ ବଦଳିବ, ଯେତେବେଳେ ରାହୁ କୁମ୍ଭ ରାଶିକୁ ଆସିବ, ତ ତୁଳା ରାଶି ବ୍ୟକ୍ତିଙ୍କର ଗୋଲ୍ଡେନ୍ ଟାଇମ୍ ଆରମ୍ଭ ହୋଇଯିବ। ଆଉ କେବେ ଆରମ୍ଭ ହେବ? ଏହି ରାଶି ଚେଞ୍ଜ ହେବ 18 ମେକୁ। କିନ୍ତୁ ଫଳ କେବେ ହେବ ତାହା ଆମେ ଭିଡ଼ିଓର ଆଗକୁ ବତାଇବୁ। କିନ୍ତୁ ଆପଣଙ୍କୁ ଗୋଟିଏ ନିବେଦନ, ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲିଖିଦେବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା। ଦେଖନ୍ତୁ, ଆପଣଙ୍କର କୁଣ୍ଡଳୀରେ ଖରାପ ଗ୍ରହ ହିଁ ଅବସ୍ଥାନ କରିଥାନ୍ତି, ଭଲ ଗ୍ରହ ବି ଅବସ୍ଥାନ କରିଥାନ୍ତି। ତ ଆପଣ ବି ଠିକ୍ ସେହିପରି ହୋଇଥାନ୍ତି। ଯଦି ଖରାପ ଗ୍ରହ ଅବସ୍ଥାନ କରିବେ ତେବେ ଆପଣ ଖରାପ ସମୟ ଗତି କରିଥାନ୍ତି। ଯଦି ଠିକ୍ ସେହିପରି ଭଲ ସମୟ ଅବସ୍ଥାନ କରିବ, ଠିକ୍ ଆପଣ ବି ସେହିପରି ଭଲ ସମୟ ଅତିବାହିତ କରିଥାନ୍ତି। ଆଉ ଗୁରୁ ରାହୁକୁ ନିୟନ୍ତ୍ରଣ କରିବା ପରେ ହିଁ ଯଦି କିଛି ସମସ୍ୟା ସୃଷ୍ଟି ରାହୁ କରାଇଥାଏ, ତ ଏହାର ବି କିଛି ଉପାୟ ଆମେ ଆପଣଙ୍କୁ ବତାଇବୁ, ଆଉ ସେହି ଉପାୟକୁ ଆପଣ କରିଦେବେ। ତ ସେହି ଉପାୟଟି ହେଉଛି ଦୁର୍ଗା ସପ୍ତଶତୀ ଯେଉଁ ବୁକ୍ଟି ଅଛି, ସେହି ବୁକ୍ରେ କବଚ ପାଠ ବା ଅର୍ଦ୍ଧ କବଚ ଲେଖାଥିବ। ଏହା ସହ ସିଦ୍ଧ କୁଞ୍ଜିକ ସ୍ତୋତ, ଏହି ଦୁଇଟି ପାଠ କରିବେ। ଯଦି ବି ଏହାକୁ ପାଠ କରିପାରିବେ ନାହିଁ, ଆପଣ କ'ଣ କରିବେ ନା ଅଟାରେ ଚିନି ପକାଇ ଆପଣ ଶନିବାର ଦିନ ପିମ୍ପୁଡ଼ିକୁ ଖୁଆଇ ଦେବେ। ଏହାଦ୍ୱାରା କ'ଣ ହେବ ନା ଯଦି ରାହୁ ଆପଣଙ୍କ କୁଣ୍ଡଳୀରେ ଖରାପ ସ୍ଥିତିରେ ରହିବ, ଆପଣଙ୍କ ପାଇଁ ଶୁଭ ହିଁ ଶୁଭ ହେବ। ଆଉ ଭାଗ୍ୟ ଯଦି ଭଲ ହେବ, ଆଉ କ'ଣ ଦରକାର, ସବୁକିଛି ଆପଣଙ୍କୁ ହିଁ ମିଳିଯିବ। କିନ୍ତୁ ଆପଣ ଧ୍ୟାନ ରଖିବେ, ସବୁବେଳେ ତାମସିକ ଜିନିଷଠାରୁ ଦୂରେଇକି ରହିବେ, ବଞ୍ଚିକି ରହିବା ପାଇଁ ଚେଷ୍ଟା କରିବେ। ତାମସିକ ଜିନିଷ ବା ନେଗେଟିଭ୍ ଜିନିଷଠାରୁ ଦୂରେଇ ରହିବେ। ତ ଏହି ରାହୁ ଆପଣଙ୍କୁ ଅଚଳ ସମ୍ପତ୍ତି ଦେବ, ସବୁ ଇନକମ୍ର ରାସ୍ତା ଖୋଲିଦେବ, କିନ୍ତୁ ବାଧା ଜରୁର ରହିବ। ବାଧା ଆପଣଙ୍କ ଆଚରଣରେ ଯଦି ଠିକ୍ ଥିବ ତ ସେହି ବାଧା ଛୋଟିଆ ହେଇଯିବ, ଯଦି ଆପଣଙ୍କର ଆଚରଣ ଖରାପ କରିବେ ତ ସେହି ବାଧା ବହୁତ ବଡ଼ ହୋଇଯିବ। ଆପଣଙ୍କ ଜୀବନରେ ପଇସାକୁ ବି ବ୍ଲକ୍ କରିଦେଇଥାଏ। ତ ଆପଣଙ୍କ ଉପରେ ହିଁ ନିର୍ଭର କରିଥାଏ। ତ ଆପଣଙ୍କର ଆଚରଣ ଠିକ୍ ରଖନ୍ତୁ। ଏବେ ଆସନ୍ତୁ ସ୍ୱାସ୍ଥ୍ୟକୁ ନେଇ ଜାଣିବା, ସ୍ୱାସ୍ଥ୍ୟ କିପରି ରହିବ, ଆପଣଙ୍କର ଆଚାର ବିଚାର କିପରି ରହିବ, ଏହା ବି ହୋଇଥାଏ। ରାହୁ ଅଛି ତ ଗୁରୁ ବି ଦୃଷ୍ଟି ରହିବ। ଆପଣ ସବୁବେଳେ ନିଜେ ନିଜ ମନକୁ ଦୃଢ଼ ରଖିବେ, ମୋ ସ୍ୱାସ୍ଥ୍ୟ ଠିକ୍ ରହିବ, ମୋ ଉତ୍ତମ ସ୍ୱାସ୍ଥ୍ୟ। ଆପଣ ଏହା ନିହାତି ପ୍ରୟାସ କରିବେ। ଯଦି ଆପଣ ପ୍ରୟାସ କରିବେ ନାହିଁ ତ ରାହୁ ଖରାପ ହୋଇଯିବ, କିନ୍ତୁ ଗୁରୁ ଖରାପ ହେବ ନାହିଁ। ତ ଗୁରୁକୁ ସବୁବେଳେ ଭଲ ରଖିବା ପାଇଁ ଆପଣ ଚେଷ୍ଟା କରିବେ, ସ୍ୱାସ୍ଥ୍ୟ ବି ଦେଖିବେ ଆପଣଙ୍କର ଭଲ ହିଁ ରହିବ।